ଯାହାକୁ ଜନ୍ମଦିନ ପାଳନ କରିଛି ମୁଁ ତାର ସ୍ପର୍ଶ କ'ଣ ବୁଝିପାରିବିନି, ଜାଣିପାରିବିନି। ଏଇଟା ହଉଛି ମୋ ଝିଅ ଝରଣା। ବାପା ଆରେ ମାତୁ ଧ୍ୟାନମର ଭକ୍ତିମର ଗମ୍ଭୀର ପ୍ରଣାମ ବାପା। ସୌଭାଗ୍ୟବତୀ ବାବ, ଉତ୍ତମ କାର୍ଯ୍ୟ କରି ପ୍ରୀତି ସ୍ତମ୍ଭ କର ତୁ ସ୍ଥାପନ। ଧନରେ ବାପା କୁହରେ ମୋ ସୁନା, ବାପା ଓରେ ମୋ ଧନ। ଏହା କେବଳ ମନର ସ୍ଥିତିରତ ବାପା। ନିଶ୍ଚୟ ମୋ ଧନ। ଝିଅଟିଏ ମୁଁ ବାପା। ଅବଶ୍ୟ ମୋ ବୟସ ଧୀରେ ଧୀରେ ବଢୁଛି। ଓରେ ମୋ ସୁନା। ଆଜି କାଲିକି ମୁଁ ଏ ଘର ଏରୁଣ୍ଡି ପଦ ଆଉ କାହା ଘରକୁ ଚାଲି ଯାଇପାରେ। ହୁଏତ ଏପରି ଅନୁଭବ ମୋର ହେଉଥିବ ବାପା। ମାରେ ଝିଅ ଜନ୍ମ ପର ଘରକୁ, ବାପା। ଏଇଟା ତ ଦୁନିଆର ନୀତି। ହଉ ଛାଡ଼ ସେ ସବୁ କଥା, ସମୟ ତ ହେଇଗଲାଣି। ଆଜି ଆମେ ବାପ ଝିଅ ସାଙ୍ଗେ ବସି ଖାଇବାରେ ମଦନ। ବାପା ହଜି ବାପା ମୁଁ କଣ କହୁଥିଲି କି? କଣ କହୁଥିଲି ମୋ ସିନା? ବାପା ଘରେ ମଦନ। ଜାଣିଛୁ ନା କୁହ କୁହ। ବାପା ମୋର ମା ମୋର, ବାପା ମୋର ମା ମୋର, ତୁମେ ତମର ସଂସାର। ଜୀବନରେ ବଞ୍ଚିବାକୁ, ଜୀବନରେ ବଞ୍ଚିବାକୁ ତୁମେ ଆଧାର। ଚଳନ୍ତି ପ୍ରତିମା ତୁମେ ମୋ ଠାକୁର, ତୁମ ଦାନ ମାଟି ଜୀବନ। ଓରେ ମୋ ସିନା, ତୁ ଚିନ୍ତା କରନା ରେ ମୋ ସୁନା। ମୋର ସବୁ କିଛି ଇଚ୍ଛା ପୂରଣ କରିଛ। ହେଲେ ଆଜି ମୋ ଇଚ୍ଛାକୁ ପୂରଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରିଛି ବାପା। କି ଇଚ୍ଛା ରେ ମୋ ସୁନା? ମଲ୍ଲିକା ଝିଅ ମୁଁ ଯେଣୁ ଦୁନିଆ ଜାଣିଛି, ଘର ବାହାର ଟିକେ ଜାଣି ନ ପାରି। ତୁ ନିଶ୍ଚୟ ଯିବୁ, ମୁଁ କହୁଛି ତୁ ନିଶ୍ଚୟ ଯିବୁ। ବନ ବୁଲି ଯିବା ପାଇଁ ଆଜି ମୁଁ ଚାହୁଁଛି, ସେ ସକାଶେ ଅନୁମତି ମାଗି ମୁଁ ଆସିଛି। ପିତା ମୋର ରକ୍ଷା କର, ମୁଁ ତୋର କିଛି କଥା ଶୁଣିଲି। ପିତା ମୋର ରକ୍ଷା କର। ଯିବି ମୁଁ ଫୁଲ ବନରେ, ସଖୀ ସାଙ୍ଗେ ଥିବି ବାପା, ସଖୀ ସାଙ୍ଗେ ଥିବି ବାପା। ନାହିଁ ମୁଁ ଡର, ତୁମ ଦାନ ସିନା ଅଟି ଜୀବନ ଆମର, ତୁମ ଦାନ ସିନା ଅଟି ଜୀବନ ବାପା। ତୁ କାହିଁକି ବନ ବୁଲିବା ପାଇଁ ଯିବୁ ରେ ମଦନ? ବାପା। ସେ ବନରେ ଅନେକ ଜୀବ ଜନ୍ତୁ ପଶୁ ପକ୍ଷୀ ବିଚରଣ କରିଛନ୍ତି। ତୋ ପ୍ରତି ଆକ୍ରମଣ କଲେ ତୁ କେମିତି ବଞ୍ଚିବୁ ରେ ମଦନ? ବାପା। କେମିତି ବଞ୍ଚିବୁ? ମୁଁ କିନ୍ତୁ ଏକୁଟିଆ ଯିବିନି ବାପା, ମୁଁ ମୋ ସଖୀ ମାନଙ୍କ ସହିତ ଯିବି। ଠିକ ଅଛି ରେ ମଦନ। ଦଣ୍ଡେ ନ ଦେଖିଲେ ତୁଣ୍ଡେ ନ ପଶନିର। ଗୋଟିଏ ବୋଲି ତୁହି ଝିଅଟି ମୋର, ଶୀଘ୍ର ଯାଇ ଶୀଘ୍ର ଫେରି ଆସିବୁ ରେ ମଦନ। ସତରେ ବାପା? ବିଳମ୍ବ କରିବୁ ନାହିଁ, ନାଇଁ ବାପା ନାଇଁ। ନହେଲେ ତୋ ବାପା ତୋତେ ବହୁତ ଖୋଜିବାରେ ମୋ ସୁନା। ତାହେଲେ ଠିକ ଅଛି ଠିକ ବାପା। ଅଛି, ଯିବାକୁ ଚାହୁଁଛୁ ଯଦି ନିଶ୍ଚୟ ଯିବୁ। ସମୟ ତ ହେଇଗଲାଣି। ରାତିର ଭୋଜନ ସାରି ମା ନିଦ୍ରା ଦେବୀଙ୍କ କୋଳରେ ଆଶ୍ରୟ ନେଇ ସକାଳୁ ଉଠି ବନ ବୁଲିବା ପାଇଁ ଯିବୁ ରେ ମଦନ। ଅଛି ବାପା, ତେବେ ଚାଲନ୍ତୁ ବାପା। ଠିକ ଅଛି ରେ ମଦନ, ତାହେଲେ ଶୀଘ୍ର ଯାଇକି ଶୀଘ୍ର ଫେରି ଆସିବୁ। ଠିକ ଅଛି ବାପା, ତାହେଲେ ଚାଲନ୍ତୁ।